ଆଉ ମୋର ଆଜି ସୁସ୍ଥ ଗ୍ରାମ ପଞ୍ଚାୟତଟା କେମିତି କରାଯାଇ ପାରିବ ତା ଉପରେ କିଛି ବକ୍ତବ୍ୟ ରଖିବା ପାଇଁ ମୋତେ କୁହାଯାଇଥିଲା ଏବଂ ଆମର ଆଜିର ଥିଲା ଟପିକ୍ ଯେ କେମିତି ଗୋଟେ ଗ୍ରାମ ସୁସ୍ଥ ପଞ୍ଚାୟତ ହୋଇପାରିବ, ଟିବି ମୁକ୍ତ ପଞ୍ଚାୟତ ହୋଇପାରିବ ଏବଂ ରକ୍ତହୀନତାର ଯେଉଁ ସବୁ କାରଣ ଗୁଡ଼ିକ ରହିଛି ନିରାକରଣ ଉପରେ କ'ଣ ସବୁ ପଦକ୍ଷେପ ସରକାର ନେଇଛନ୍ତି ଯାହାଦ୍ୱାରା କି ସିଏ ରକ୍ତହୀନତାରୁ ମୁକ୍ତ ହୋଇପାରିବ ସେ ପଞ୍ଚାୟତ ସେଗୁଡ଼ିକ ଉପରେ ସମ୍ୟକ ଧାରଣା ଦିଆଗଲା ଏବଂ ସ୍ୱାସ୍ଥ୍ୟ ଆଉ ପୋଷଣ କ'ଣ, ସ୍ୱାସ୍ଥ୍ୟ ସହିତ ପୋଷଣର କ'ଣ ସବୁ ସମ୍ପର୍କ ରହିଛି ଆଉ ସେଗୁଡ଼ିକ କିଭଳି ଭାବରେ ଆମର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ସେଇଗୁଡ଼ିକ ଉପରେ ଆମେ ଆମର ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଆଉ ଆଶା ଦିଦିମାନଙ୍କୁ ଧାରଣା ଦେଇଥିଲୁ। ଆଉ ଏଇଭଳି ଭାବରେ ଆମର ଶିଶୁ ପୁଷ୍ଟି କ'ଣ ଏଗୁଡ଼ିକ ମଧ୍ୟ ଉପରେ ମଧ୍ୟ ICDS ତରଫରୁ ସେ ତାଙ୍କର ବକ୍ତବ୍ୟ ରଖୁଛନ୍ତି। ଏଇଭଳି ଭାବରେ ଆଜିର କାର୍ଯ୍ୟକ୍ରମ ସମ୍ପାଦନ କରାଯାଉଛି।